ଥରେ ଥରେ ଜୀବନ ଏମିତି ମୋଡ଼ରେ ନେଇକି ଠିଆ କରାଇ ଦିଏ ଯେଉଁଠି ଆମର ବିଚାର ଶୂନ୍ୟ ହୋଇଯାଇଥାଏ। ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଆମକୁ ଅନ୍ଧକାର ପରି ଲାଗିଥାଏ। ଆଉ ଏତିକି ବେଳେ ଆମେ ନିଜକୁ ନିଜେ ପ୍ରଶ୍ନ କରି ଚାଲୁ ଯେ ଦୁନିଆର ସବୁ ସମସ୍ୟା କେବଳ ମୋ ପାଇଁ କାହିଁକି। ଆମେ ଭାବୁ ଏତେ ବଡ଼ ଦୁନିଆରେ କେବଳ ମୋ ସହିତ କାହିଁକି, କିନ୍ତୁ ସତ୍ୟ ଏହା ଯେ ଯାହା କିଛି ହୁଏ ଭଲ ପାଇଁ ହିଁ ହୁଏ। ଯଦି କୌଣସି ସ୍ୱପ୍ନ ଭାଙ୍ଗି ଯାଉଛି ତେବେ ବୁଝି ଯାଆନ୍ତୁ ଯେ ନୂଆ ସ୍ୱପ୍ନ ସଜାଇବାର ସମୟ ଆସିଯାଇଛି। ଯଦି କିଛି ସମ୍ପର୍କ ଭାଙ୍ଗି ଯାଉଛି ତେବେ ବୁଝି ଯାଆନ୍ତୁ ନୂଆ ଏବଂ ସ୍ୱଚ୍ଛ ସମ୍ପର୍କ ପାଇଁ ଜାଗା ତିଆରି ହେଉଛି। ଆଉ ଯଦି କିଛି ସୁଯୋଗ ହାତଛଡ଼ା ହେଉଛି ତେବେ ଦୁଃଖ ନ କରି ବୁଝି ଯାଆନ୍ତୁ ତାଠାରୁ ବି ଆହୁରି ଭଲ ସୁଯୋଗ ତୁମର ଅପେକ୍ଷା କରିଛି। ଶ୍ରୀକୃଷ୍ଣ କହନ୍ତି, ହେ ପାର୍ଥ, ଯାହା ହେଲା ଭଲ ପାଇଁ ହେଲା, ଯାହା ହେଉଛି ଭଲ ପାଇଁ ହେଉଛି ଏବଂ ଯାହା ହେବ ତାହା ବି ଭଲ ପାଇଁ ହେବ। କେବଳ ଆସୁଥିବା ସଂକେତକୁ ବୁଝି ଯାଆନ୍ତୁ ଏବଂ ଅପେକ୍ଷା କରନ୍ତୁ। ଯଦି ଏ ଭିଡ଼ିଓରୁ କିଛି ଶିଖିବାକୁ ମିଳିଛି ଲାଇକ୍ଟିଏ ନିଶ୍ଚୟ କରନ୍ତୁ ଆଉ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ। ଧନ୍ୟବାଦ।